ଆପଣ ଜାଣିଛନ୍ତି କି ଚିଙ୍ଗୁଡ଼ିରୁ ଏତେ ଭଲ ରେସିପି ବନିପାରେ? ଚାଲନ୍ତୁ ଷ୍ଟାର୍ଟ କରିବା। ରେସିପି ଯଦି ଭଲ ଲାଗୁଛି ଭିଡ଼ିଓକୁ ଲାଇକ୍ କରି ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। ସବୁ ଚିଙ୍ଗୁଡ଼ିକୁ ଏଠି ଉଲଗ୍ନ ଅବସ୍ଥାରେ ଦେଖି ଲାଜେ ଯିବେନି। ଏତେ ଟେଷ୍ଟି ଖାଇବା ପାଇଁ ହେଲେ ଏତିକି ତ କରିବା ପାଇଁ ପଡ଼ିବ। ତାପରେ ମୁଁ ଲୁଣ ହଳଦୀ ପକେଇକି ସବୁ ଚିଙ୍ଗୁଡ଼ିକୁ ଭଲସେ ମିକ୍ସ କରି ନେଇ ଏଇଠି ମୋ ଚିଙ୍ଗୁଡ଼ି ସବୁ ଭଲସେ ମିକ୍ସ ହେଇଗଲା। ତାପରେ ନେଇଯାଇଛି ଗୋଟେ କଡ଼େଇରେ କିଛି ସୋରିଷ ତେଲ, କିଛି ଗୋଲମରିଚ, କିଛି ଜିରା, ଅଦା, ରସୁଣ, ପିଆଜ, ଟମାଟୋ, କଞ୍ଚା ଲଙ୍କା ଆକୁ ମୁଁ ଭଲସେ ମିକ୍ସ କରି ନେଇଛି। ମସଲା ଯେତେବେଳେ ଲାଗିବ କି 70 ରୁ 80% ସିଝି ସାରିଛି ତାକୁ ବାହାର କରିକି ମୁଁ ଥଣ୍ଡା କରିନେଇଛି। ଥଣ୍ଡା ହେଇସାରିଲା ପରେ ମୁଁ ଗ୍ରାଇଣ୍ଡ କରିଛି। ଏଇଟା ରହିଲା ଆମର ମେନ୍ ମସଲା। ତାପରେ ମୁଁ ସେଇ କଡ଼େଇରେ ପୁଣି ନେଇଯାଇଛି ସୋରିଷ ତେଲ ଆଉ ଚିଙ୍ଗୁଡ଼ିକୁ ମୁଁ ଭଲ ଭାବରେ ଭାଜି ନେଇଛି। ଏଇଠି ମୁଁ ତରକାରୀ ପୁରା ସୋରିଷ ତେଲରେ ହିଁ ବନେଇଛି। ଚିଙ୍ଗୁଡ଼ି ଏଠି ଭଲସେ ଭାଜି ହେଇଯାଇଛି। ତାପରେ ମୁଁ ଖୋଲି ନେଇଛି। ସେଇ କଡ଼େଇରେ କିଛି ଦେଇଯାଇଛି କଟା ପିଆଜ ଆଉ କରିକି ରଖିଥିବା ମସଲାକୁ। ପିଆଜ ଭଲସେ ହେଇଯାଇଥିଲା। ତାପରେ ମସଲା ଦେଇକି କିଛି ଗୁଣ୍ଡ ମସଲା ବି ଦେଇ ଦେଉଛି। ଗୁଣ୍ଡ ମସଲାରେ ନେଇଛି ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା। ଏତିକି ଗୁଣ୍ଡ ମସଲା ଦେଇକି ମୁଁ ଆକୁ ଭଲସେ କଷି ନେଇଛି। କଷା ଭଲସେ ହେଇଗଲା ପରେ ମୁଁ ଗୋଟେ ଗ୍ଲାସ୍ ପାଣି ଦେଇଛି। ପାଣି ଦେଇକି ଭଲସେ ମିକ୍ସ କରି ନେଇଛି। ମିକ୍ସ ହେଲା ପରେ ରଖିଥିବା ଭଜା ଚିଙ୍ଗୁଡ଼ିକୁ ଦେଇଦେଇଛି। ଭଜା ଚିଙ୍ଗୁଡ଼ିକୁ ଦେଇକି 5 ରୁ 10 ମିନିଟ୍ ଫୁଟେଇ ନେଉଛି। ଫିନିସିଂ ପାଇଁ ଦେଇଛି ମୁଁ ଧନିଆ ପତ୍ର। ମୋର ଏଇଠି ଚିଙ୍ଗୁଡ଼ି ତରକାରୀ ପୁରା ରେଡ଼ି ହେଇଗଲା। ଆପଣମାନଙ୍କୁ ଏ ରେସିପି ଯଦି ଭଲ ଲାଗୁଛି ତାହେଲେ କମେଣ୍ଟ କରନ୍ତୁ। ମୁଁ ତ ଚାଲିଲି ଖାଇବା ପାଇଁ। ଆପଣମାନେ କାହାକୁ ଅପେକ୍ଷା କରିଛନ୍ତି? ଜଲ୍ଦି ଜଲ୍ଦି ଯାଇକି ବନାନ୍ତୁ ଆଉ ଫ୍ୟାମିଲି ସହିତ ଏନ୍ଜୟ କରନ୍ତୁ।